ନଦୀ ଭିତରେ ପଡ଼ିଛି ବସ୍ତା, ବସ୍ତା ହୋଇଛି ରକ୍ତ ଜୁଡ଼ୁବୁଡ଼ୁ। ଜଣେ ଦେଖିଲା, ଆଉ ଜଣକୁ କହିଲା, ସେ ପୁଣି ଆଉ ଜଣକୁ କହିଲା। ଏହିପରି ଦେଖୁ ଦେଖୁ ଅଳ୍ପ ସମୟରେ ଲୋକାରଣ୍ୟ ହୋଇଗଲା ଘଟଣାସ୍ଥଳ। ଯିଏ ଆସୁଛି ବ୍ରିଜ ତଳକୁ ଚାହୁଁଛି, ଆଲୋଚନା କରୁଛି। ବିଜୁଳି ବେଗରେ ସହରରେ ଘଟଣାଟା ପ୍ରଚାର ହୋଇଗଲା। ଲୋକଙ୍କ ସୁଅ ଛୁଟିଲା ଘଟଣାସ୍ଥଳକୁ। ଜଣେ ଆଉ ଜଣକୁ ଆଲୋଚନା କଲେ, କିଏ ମାଇଲା, କାହାକୁ ମାଇଲା, କାହାର ଶବ। ଖବରଟି ଯାଇ ପହଞ୍ଚିଲା ଥାନାରେ। ପୋଲିସ ଆସିଲା, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଲା। ବସ୍ତା ନଦୀରୁ ବାହାର କରାଗଲା, ଖୋଲାଗଲା। ଭିତରର ଦୃଶ୍ୟ ଦେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା। ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରେ। ପାଟଣାଗଡ଼ ଘସିଆଁ ରାସ୍ତାର ବରପଦର ନିକଟରେ ଥିବା ନଦୀରେ ଲୋକେ ରକ୍ତ ଜୁଡ଼ୁବୁଡ଼ୁ ଏକ ବସ୍ତା ପଡ଼ିଥିବାର ଦେଖିଥିଲେ। ଜଣେ ଆଉ ଜଣକୁ କହିବାରୁ ଦେଖୁ ଦେଖୁ ଅଳ୍ପ ସମୟ ମଧ୍ୟରେ ବ୍ରିଜ ଉପରେ ଲୋକାରଣ୍ୟ ହୋଇଥିଲା। ସମସ୍ତଙ୍କ ମୁହଁରେ ଗୋଟିଏ ବାକ୍ୟ, କାହାର ଶବ, କିଏ ପକାଇଲା। ଘଟଣାଟି ପାଟଣାଗଡ଼ ଥାନାରେ ପହଞ୍ଚିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା। ଅଗ୍ନିଶମକୁ ଡକାଗଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଲେ। ବସ୍ତା ଉଦ୍ଧାର କରି ଖୋଲାଗଲା। ଖୋଲା ଭିତରେ ଦୃଶ୍ୟ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ବସ୍ତା ଭିତରେ ଥିଲା ଏକ କୁକୁରର ଶବ। କେହି କୁକୁରକୁ ମାରି ବସ୍ତାରେ ବାନ୍ଧି ନଦୀରେ ଫୋପାଡ଼ି ଦେଇଥିବାର ଜଣାଯାଇଛି।